ପ୍ରଚେଷ୍ଟା ଆପଣଙ୍କ ଆଶୀର୍ବାଦ ଜାରି ଦେଇଥାଉ। ତ ଆସନ୍ତୁ ଦେଖିବା ଆମର ଚନ୍ଦନପୁରରେ ଗୁପ୍ତ ଠାକୁରାଣୀ ମନ୍ଦିର। ଏତେ ଦିନ ପରେ ଆସୁଛି ବ୍ଲଗର ମୁଁ ଫାର୍ଷ୍ଟ ଟାଇମ୍ ଆସିକି ଆସିନଥିବି ଏଠି। ଜୟ ଶ୍ରୀରାମ ଦେଖନ୍ତୁ ଠାକୁରାଣୀ ମନ୍ଦିର ଗୁପ୍ତ ଠାକୁରାଣୀ ମନ୍ଦିର ଯାଇ ରହିଛି ପ୍ରଚେଷ୍ଟା ଆପଣଙ୍କ ଆଶୀର୍ବାଦ ସେମିତି ଜାରି ଦେଇଥାଉ। ମନୋରଞ୍ଜନ ଆନ୍ଦୋଳନ ଗୁପ୍ତ ଠାକୁରାଣୀ ମନ୍ଦିରଟା ଫାର୍ଷ୍ଟ ଥର ମୁଁ ବୁଲି ଆସିଛି ମୁଁ ଚନ୍ଦନପୁରର ଗୁପ୍ତ ଠାକୁରାଣୀ ମନ୍ଦିର। ଆଉ ତ ସେଠି ମା ଦୁର୍ଗା ପୂଜା ହୁଅନ୍ତି, କାଳୀ ଦୁର୍ଗା ପୂଜା ହୁଅନ୍ତି ଠାକୁରାଣୀ ମନ୍ଦିର ଯିବେ ଦେଖନ୍ତୁ ଠାକୁରାଣୀ ପୂଜା ହୁଅନ୍ତି। ଚ୍ୟାନେଲକୁ ମାସେ ସବସ୍କ୍ରାଇବ୍ କରିଦେ, ଭିଡ଼ିଓ ନହେଲେ ଲାଇକ୍ କରିଦେ, କମେଣ୍ଟ ବକ୍ସ କମେଣ୍ଟ କରିବ। ମୋ ଜାରି ରହିଛି ମୋ ଭିଡ଼ିଓ ଆଗାମୀ ଅଧ୍ୟାୟ ମଧ୍ୟ ମୋ ଭିଡ଼ିଓ ଜାରି ରହିଛି। ମାନେ ଚନ୍ଦନପୁର ପ୍ରଥମଟା ଯେ ମୁଁ ଆସିଛି ଠାକୁରାଣୀଙ୍କ ମନ୍ଦିର ମୋ ଗାଡ଼ି ଦେଖିବାକୁ ସବୁ ଥୁଆ ହେଇଛି। ଠାକୁରାଣୀ ମନ୍ଦିର ଏଇଭଳିଆ ତାଙ୍କର ସିଂହଟା ଦେଖାଯାଉଛି। ବନ୍ଦ ଅଛି କାରଣ ସନ୍ଧ୍ୟା ବନ୍ଦ ଅଛି ଠାକୁରାଣୀ ମନ୍ଦିର ବନ୍ଦ ଏମିତି ଆମ୍ବ ଖାଉଥିଲେ ମା ଆମ୍ବ ଖାଇଥିଲା ମା ଆମ୍ବ ରହସ୍ୟ ଆସ୍ତେ ଆସ୍ତେ ମନୋରଞ୍ଜନ ମହାପ୍ର ଯାଇ ପହଞ୍ଚିବେ ଆପଣମାନଙ୍କୁ ଦେଖେଇବେ ସେଇ ପୀଠର ରହସ୍ୟ। ଦେଖନ୍ତୁ ଆଜି ଗୋଟେ ପୀଠର ରହସ୍ୟ ମୁଁ ମାଆଙ୍କ ସେ କୃପାରେ ପ୍ରାପ୍ତ କରିଛି। ଆଉ ଜାରି ରହିଛି ଚେଷ୍ଟା ପ୍ରଚେଷ୍ଟା ଦେଖନ୍ତୁ ମାଆଙ୍କର ଦୁଆର ବନ୍ଦ ଅଛି କାରଣ ସମସାମଗ୍ରୀ ବି ସମ୍ପୂର୍ଣ୍ଣ ହେଇଗଲାଣି। 3ଟା 3:30 ହେଇଯାଉଛି। ଗୁପ୍ତ ପୀଠ ମାଆଙ୍କର ଏଇଟା ଗୁପ୍ତ ଠାକୁରାଣୀ ମା ଆମ୍ବ ଚନ୍ଦ୍ରପୁର ମା ଆମ୍ବ ଦୋକାନ ଅଛି। ଆଉ ସେଠି ମଧ୍ୟ ଜାରି ରହିଛି ଭିଡ଼ିଓ ଆପଣ ଦେଖିପାରୁଥିବେ, ଲାଇଭ୍ ଦେଖିପାରୁଥିବେ। ଆଉ ସଦାବେଳେ ମଧ୍ୟ ଭିଡ଼ିଓ ମୋ ବ୍ଲଗ୍ ଜାରି ରହିବ। ମା ଆମ୍ବ ଖାଇ ଠାକୁରାଣୀ ଅଶେଷ ଚନ୍ଦ୍ରପୁରରେ ପ୍ରଥମ ବ୍ଲଗ୍ ରହିବ, ସମସ୍ତେ ଦେଖିବେ ନିଶ୍ଚିନ୍ତ ଆପଣଙ୍କୁ। ଏମିତି ନୂଆ ବ୍ୟକ୍ତି ଦେଉଥାଏ ମନ୍ଦିର ଉପରେ ଆଉ ବ୍ଲଗ୍ ଉପରେ ବନେଇକି ଆପଣମାନଙ୍କୁ ଆସିବ କି ସେମିତି ଜାରି ଦେଇଥାଉ। ଆଗାମୀ ଅଧ୍ୟାୟ ମଧ୍ୟ ବ୍ଲଗ୍ ଜାରି ରହିବ। ଆଜି ବଡ଼ ଗୋଟେ ବ୍ଲଗ୍ ଥିବ ମା ଆମ୍ବ ଖାଇ ଯାଉ ସମାନ ଫେଣି ଆପଣଙ୍କୁ ଆଉ ଗୋଟେ ଦେଖା ମା ଆମ୍ବ ଖାଇ ବହୁ ସମାନ ମାଆଙ୍କର ସିଂହ ନାଁ ସିଂହ ହଉ ଜୟ ଶ୍ରୀରାମ।